ଭୈରବୀ ବ୍ରାହ୍ମଣୀ ସମାଗମ। ରାଣୀ ରାସମଣୀଙ୍କ ମୃତ୍ୟୁର ଅଳ୍ପ କିଛି ଦିନ ପରେ ଠାକୁରଙ୍କ ଜୀବନରେ ଆଉ ଗୋଟିଏ ବିଶେଷ ଘଟଣା ଉପସ୍ଥିତ ହେଲା। ଦକ୍ଷିଣେଶ୍ୱର କାଳୀବାଡ଼ିର ପଶ୍ଚିମ ପଟେ ଗଙ୍ଗା କୂଳରେ ସେହି ସମୟରେ ଗୋଟିଏ ବିଚିତ୍ର ପୁଷ୍ପ ଉଦ୍ୟାନ ଥିଲା। ଠାକୁର ସେତେବେଳେ ପ୍ରତିଦିନ ଏହି ଉଦ୍ୟାନରେ ଫୁଲ ତୋଳୁଥିଲେ। ଏହି ଫୁଲମାଳାର ମାଳା ଗୁନ୍ଥି ଶ୍ରୀ ଜଗଦମ୍ବାଙ୍କୁ ନିଜ ହସ୍ତରେ ସଜାଉଥିଲେ। ଏହି ଉଦ୍ୟାନର ମଧ୍ୟଭାଗରେ ଗଙ୍ଗା ନଦୀ ଭିତରୁ ମନ୍ଦିରକୁ ଉଠିବା ଲାଗି ଚାନ୍ଦିନୀ ଶୋଭିତ ବିସ୍ତୃତ ସୋପାନାବଳୀ ଓ ଉତ୍ତର ଭାଗରେ ମହିଳାମାନଙ୍କ ବ୍ୟବହାର ନିମିତ୍ତ ଗୋଟିଏ ବନ୍ଧା ଘାଟ ଓ ନବହତଖାନା ସେତେବେଳେ ନିର୍ମିତ ହୋଇଥିଲା। ସେଗୁଡ଼ିକ ଏବେ ମଧ୍ୟ ସେହିପରି ରହିଛି। ଦିନେ ପ୍ରଭାତ ସମୟରେ ଠାକୁର ସେହି ଉଦ୍ୟାନରେ ଫୁଲ ତୋଳୁଥାନ୍ତି। ଏହି ସମୟରେ ଗୋଟିଏ ନୌକା ଗଙ୍ଗା ଭିତରୁ ଆସି ଶେଷୋକ୍ତ ଘାଟରେ ଲାଗିଲା ଏବଂ ତା ଭିତରୁ ଗୈରିକ ବସ୍ତ୍ର ପରିହିତା ଆଲୁଳାୟିତ ଦୀର୍ଘକେଶା ଭୈରବୀ ବେଶଧାରିଣୀ ଜଣେ ସୁନ୍ଦରୀ ରମଣୀ ଅବତରଣ କରି ଦକ୍ଷିଣେଶ୍ୱର ଘାଟରେ ଚାନ୍ଦିନୀ ଆଡ଼କୁ ଅଗ୍ରସର ହେଲେ। ଫୁଲ ତୋଳୁଥିବା ସମୟରେ ଠାକୁର ଏହି ଭୈରବୀଙ୍କୁ ଦେଖୁଥିଲେ। ଫୁଲ ତୋଳି ସାରି ସେ ଆପଣା କୋଠରୀକୁ ଫେରିଆସି ଭଣଜା ହୃଦୟଙ୍କୁ କହିଲେ, ଯା ସେଇ ଭୈରବଙ୍କୁ ଏଠାକୁ ଡାକି ଆଣିବୁ। ମାମୁଙ୍କ କଥା ଭାଙ୍ଗିବା ସହଜ ନୁହେଁ, ତେଣୁ ହୃଦୟ ଚାନ୍ଦିନୀ ଘାଟକୁ ଯାଇ ସେ ଆଗନ୍ତୁକଙ୍କୁ ସମ୍ବୋଧନ କରି କହିଲେ, ଆପଣଙ୍କୁ ମୋର ଈଶ୍ୱରଭକ୍ତ ମାମୁଁ ଡକାଇ ପଠାଇଛନ୍ତି। ସେ ଆପଣଙ୍କୁ ଦର୍ଶନ କରିବାକୁ ଚାହାନ୍ତି। ଏକଥା ଶୁଣି ଭୈରବୀ କୌଣସି ପ୍ରଶ୍ନ ନ କରି ହୃଦୟଙ୍କ ସହିତ ଠାକୁରଙ୍କ ପାଖକୁ ଆସିଲେ ଏବଂ ଠାକୁରଙ୍କୁ ଦେଖିବା ମାତ୍ରେ ଆନନ୍ଦ ଓ ବିସ୍ମୟରେ ଅଭିଭୂତ ହୋଇ ଉଠିଲେ। ସଜଳ ନୟନରେ ଭୈରବୀ କହିଲେ, ବାବା, ତୁମେ ଏଠାରେ ରହିଛ? ତୁମେ ଗଙ୍ଗା କୂଳରେ କେଉଁଠାରେ ରହିଛ ଜାଣି ମୁଁ ତୁମକୁ ଖୋଜି ବୁଲୁଥିଲି। ମୋର ଭାଗ୍ୟ, ଏତେ ଦିନ ତୁମର ଦର୍ଶନ ପାଇଲି। ଠାକୁର ପଚାରିଲେ, ମୋ କଥା ତୁମେ କିପରି ଜାଣିଲ ମା? ଭୈରବୀ କହିଲେ, ତୁମ ଭଳି 3 ଜଣଙ୍କ ସଙ୍ଗେ ମୋର ଦେଖା କରିବାକୁ ହେବ ବୋଲି ମୁଁ ସେ ଜଗନ୍ମାତାଙ୍କ କୃପାରୁ ପୂର୍ବରୁ ଜାଣିଛି। ପୂର୍ବ ବଙ୍ଗରେ 2 ଜଣଙ୍କର ଦର୍ଶନ ପାଇଛି, ଆଉ ଆଜି ଏଠାରେ ତୁମର ଦର୍ଶନ ପାଇଲି। ଶ୍ରୀରାମକୃଷ୍ଣ ଅତ୍ୟନ୍ତ ସରଳ ଭାବରେ ବ୍ରାହ୍ମଣୀଙ୍କ ନିକଟରେ ବସି ବାଳକ ଭଳି ତାଙ୍କ ଆଗରେ ଗପି ଚାଲିଲେ। କିପରି ଆଲୌକିକ ଦର୍ଶନ ସବୁ ତାଙ୍କର ହେଉଛି, କିପରି ଈଶ୍ୱରଙ୍କ ପ୍ରସଙ୍ଗ ପଡ଼ୁ ପଡ଼ୁ ବା ଭାବୁ ଭାବୁ ତାଙ୍କର ବାହ୍ୟ ଜ୍ଞାନ ଲୋପ ପାଇଯାଉଛି, ଗାତ୍ରଦାହ ଓ ନିଦ୍ରାହୀନତା ଭୋଗିବାକୁ ପଡ଼ୁଛି, କିପରି ଏଣିକି ତାଙ୍କର ଶରୀରରେ ନାନାଦି ସାତ୍ତ୍ୱିକ ବିକାର ସବୁ ବୃଦ୍ଧି ପାଇ ଚାଲିଛି, ଏପରି କେତେ କଥା ସେ ମା ଆଗରେ ଛୋଟ ପୁଅ ଗପିଲା ଭଳି ଗପି ଚାଲିଲେ। ତାପରେ ସେ ଖୁବ୍ ଉତ୍କଣ୍ଠାର ସହିତ ତାଙ୍କୁ ପଚାରିଲେ, ମୋର ଏପରି ସବୁ କାହିଁକି ହୁଏ? ମୁଁ କ'ଣ ପ୍ରକୃତରେ ପାଗଳ ହୋଇଗଲି? ଏ ଭୈରବୀଙ୍କ ନାମ ଥିଲେ ଯୋଗେଶ୍ୱରୀ। ଯଶୋହର ଜିଲ୍ଲା ଅନ୍ତର୍ଗତ କୌଣସି ଗୋଟିଏ ବ୍ରାହ୍ମଣ ପରିବାରରେ ତାଙ୍କର ଜନ୍ମ। ଈଶ୍ୱରଙ୍କୁ ଦର୍ଶନ କରିବା ଲାଗି ପିଲାଟି ଦିନରୁ ତାଙ୍କର ପ୍ରବଳ ବ୍ୟାକୁଳତା ଜନ୍ମିବାରୁ ସେ ସଂସାର ପ୍ରତି ନିରାସକ୍ତ ହୋଇ ଉଠିଥିଲେ। ତେଣୁ ଯୌବନରେ ଯୋଗିନୀ ସାଜି ତନ୍ତ୍ର ସାଧନାରେ ନିମଗ୍ନ ହୋଇଥିଲେ ଏବଂ ଖୁବ୍ ଶୀଘ୍ର ସିଦ୍ଧି ଲାଭ କରି ଶ୍ରୀ ଜଗନ୍ମାତାଙ୍କ ଦ୍ୱାରା ଆଦିଷ୍ଟ ହୋଇ ଠାକୁରଙ୍କ ସନ୍ଧାନରେ ଏଠାରେ ଆସି ଉପସ୍ଥିତ ହୋଇଥିଲେ। ସେ ଦୁହିଁଙ୍କ ନାମ ଚନ୍ଦ୍ର ଓ ଗିରିଜା। ନିବାସ ବରିଶାଲ ଜିଲ୍ଲା। ଉଭୟ ଥିଲେ ଉଚ୍ଚସ୍ତରର ସାଧକ। ଏ 2 ବ୍ୟକ୍ତିଙ୍କୁ ପରେ ଦକ୍ଷିଣେଶ୍ୱରକୁ ଡକାଇ ବ୍ରାହ୍ମଣୀ ଠାକୁରଙ୍କ ସହିତ ଦେଖା କରାଇ ଦେଇଥିଲେ। ଜଗଦମ୍ବାଙ୍କୁ ମନ ଦେଇ ପ୍ରାଣ ଦେଇ ଡାକିବା ଦ୍ୱାରା ସତରେ କ'ଣ ମୋର ବ୍ୟାଧି ହୋଇଗଲା? ବାଳକ ସ୍ୱଭାବ ଠାକୁରଙ୍କ ମୁହଁରୁ ଏସବୁ କଥା ଶୁଣୁ ଶୁଣୁ ଭୈରବୀ ଜନନୀ ସଦୃଶ କେତେବେଳେ ଉତ୍ତେଜିତ ହୋଇ ପଡ଼ିଥାନ୍ତି ତ କେତେବେଳେ ଉଲ୍ଲସିତ ହୋଇ ଉଠିଥାନ୍ତି। ପୁଣି କେତେବେଳେ କରୁଣାର୍ଦ୍ର ହୃଦୟ ହୋଇ ତାଙ୍କୁ ସାନ୍ତ୍ୱନା ଦେବା ଲାଗି ବାରମ୍ବାର କହୁଥାନ୍ତି, ତୁମକୁ ବାବା କିଏ ପାଗଳ କହିବ? ତୁମର ଯେ ମହାଭାବ ହୋଇଛି। ଶ୍ରୀମତୀ ରାଧାରାଣୀଙ୍କର ଏ ପ୍ରକାର ଅବସ୍ଥା ହୋଇଥିଲା। ଏସବୁ ଭାବ ହୋଇଥିଲେ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର। ଏକଥା ଭକ୍ତି ଶାସ୍ତ୍ରରେ ଉଲ୍ଲେଖ ଅଛି। ମୋ ପାଖରେ ଯେଉଁ ସବୁ ପୋଥି ଅଛି, ସେଥିରୁ ମୁଁ ପଢ଼ି ଦେଖାଇଦେବି ଯେ ଈଶ୍ୱରଙ୍କୁ ଯେଉଁମାନେ ଏକମନେ ଡାକିଛନ୍ତି ବା ଡାକନ୍ତି, ସେମାନେ ସମସ୍ତଙ୍କର ଏଭଳି ଅବସ୍ଥା ସବୁ ହୋଇଛି ଏବଂ ହେବ। ଏଣେ ଅଜ୍ଞାନ କୁଳଶୀଳ ଅପରିଚିତ ଏହି ବ୍ରାହ୍ମଣୀ ଭୈରବୀ ବ୍ରାହ୍ମଣୀ ସହିତ ମାମୁଁ ଏପରି ପରମ ଆତ୍ମୀୟ ଭଳି ବାକ୍ୟାଳାପ କରୁଛନ୍ତି ଦେଖି ହୃଦୟରେ ମଧ୍ୟ ବିସ୍ମୟର ସୀମା ରହିଲା ନାହିଁ। ଠାକୁରଙ୍କ ପ୍ରତି ସନ୍ନ୍ୟାସୀଙ୍କର କ୍ରମେ ଅପତ୍ୟା ଭାବ ଜାଗି ଉଠିଲା। ତାଙ୍କର ହୃଦୟ ମୁଗ୍ଧ ହୋଇଗଲା। ସ୍ନେହ ଅବସରରେ ସେ ଦକ୍ଷିଣେଶ୍ୱରରେ କିଛି ଦିନ ରହିଗଲେ। ପଞ୍ଚବଟୀରେ ଦୁହିଁଙ୍କ ଭିତରେ କିଛି ଦିନ ଧରି ଦିବ୍ୟାନନ୍ଦର ପ୍ରବାହ ଛୁଟିଲା। 6-7 ଦିନ ଏପରି କଟିଯିବା ପରେ କାଳୀବାଡ଼ିର ଉତ୍ତର ପଟେ ଗଙ୍ଗା କୂଳରେ ଦକ୍ଷିଣେଶ୍ୱର ଗ୍ରାମର ଦେବମଣ୍ଡଳ ଘାଟରେ ଆସି ବ୍ରାହ୍ମଣୀ ବାସ କରିବାକୁ ଲାଗିଲେ ଏବଂ ପ୍ରତିଦିନ କିଛି ସମୟ ପାଇଁ କାଳୀବାଡ଼ି ଆସି ଠାକୁରଙ୍କ ସଙ୍ଗେ ବିବିଧ ବିଷୟରେ ଆଳାପ କରି ସମୟ କଟାଇଲେ। ଠାକୁରଙ୍କଠାରୁ ସବୁ କଥା ଶୁଣି ବ୍ରାହ୍ମଣୀଙ୍କର ଧାରଣା ଦୃଢ଼ୀଭୂତ ହୋଇଥିଲା ଯେ ଏସବୁ ଅଲୌକିକ ଦର୍ଶନ ଓ ଅବସ୍ଥା ଠାକୁରଙ୍କର ଅସାଧାରଣ ଈଶ୍ୱର ପ୍ରେମର ଲକ୍ଷଣ। ତାପରେ ଯେତେବେଳେ ଈଶ୍ୱରଙ୍କ କଥାରେ ତାଙ୍କର ବାହ୍ୟ ଚେତନା ଲୋପ ପାଇ ବାରମ୍ବାର ସମାଧି ଅବସ୍ଥା ଆସିବାର ବ୍ରାହ୍ମଣୀ ଦେଖିଲେ ଓ ଲୀଳା ସଂକୀର୍ତ୍ତନରେ ତାଙ୍କର ପରମାନନ୍ଦ ଅବସ୍ଥା ଲକ୍ଷ୍ୟ କଲେ, ସେତେବେଳେ ତାଙ୍କ ମନରେ ଆଉ ସନ୍ଦେହ ରହିଲା ନାହିଁ ଯେ ଏ ଜଣେ ଅସାଧାରଣ ଦେବମାନବ, କେବଳ ଜଣେ ସାମାନ୍ୟ ସାଧକ ନୁହନ୍ତି।